ଇଲେକ୍ସନ କାରଣ ପିୟୁଷ ଉପରେ ନେଇ ପାରିଥାନ୍ତେ ପୂର୍ବରୁ ନୁହେଁ ସତ୍ୟତା ଆପଣଙ୍କ ନା ସାମ୍ବାଦିକ ସମ୍ମିଳନୀ ଡାକିଥିଲେ କ'ଣ ପାଇଁ ଡାକିଥିଲେ କ'ଣ କହିବେ ସେ ସମ୍ପର୍କରେ? ଆଜି ସାମ୍ବାଦିକ ସମ୍ମିଳନୀ କରିବାର ଉଦ୍ଦେଶ୍ୟ ହେଉଛି ଆଜି ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ କିଛି ଟିଭି ନ୍ୟୁଜ୍ରେ ଦେଖିବା ପାଇଁ ପାଇଲୁ ଯେ କିଛି ମାଲିକମାନେ ଏକ ସଂଘ କରି କିଛି କଳାକାରଙ୍କୁ ଆଜି ବ୍ୟାନ୍ କରିଛନ୍ତି। ଯଦି କୌଣସି କଳାକାର କୌଣସି ମାଲିକ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛି ତାହାକୁ ଆମେ ଦୃଢ଼ ଭାବରେ ନିନ୍ଦା କରୁଛୁ। ତତ୍ସହିତ ଯଦି କୌଣସି ମାଲିକ କୌଣସି ନିରୀହ କଳାକାରକୁ ଅତ୍ୟାଚାର କରୁଛନ୍ତି କି ମାଡ଼ ମାରୁଛନ୍ତି ତାହାକୁ ମଧ୍ୟ ଆମେ ନିନ୍ଦା କରୁଛୁ। କିନ୍ତୁ ଯେହେତୁ ସେ ଓନର ଆସୋସିଏସନ କି ମାଲିକଙ୍କ ୟୁନିୟନରେ ଆମକୁ କୌଣସି ପ୍ରକାର ଖବର ଆସିନଥିଲା କି ଆମକୁ ଡାକରା ଆସିନଥିଲା, ଆମେ ରାଜନନ୍ଦିନୀ ପରିବାର ସେ ଓନର ଆସୋସିଏସନରେ ଆମେ ନାହୁଁ। ତେଣୁକରି ଆମର ଏହା ରହିବ ଯେ ସମସ୍ତ କଳାକାରଙ୍କୁ ଆମେ ୱେଲକମ୍ ସ୍ୱାଗତ କରୁଛୁ ଆମ ଅନୁଷ୍ଠାନକୁ। ଏତିକି ଆମର କଥା ରହିବ। ତ ଆପଣ କାହିଁକି ଡକାଗଲାନି ବୋଲି ଭାବୁଛନ୍ତି? ମୁଁ ଭାବୁଛି ଦୁଇଟା କଥା। ପ୍ରଥମ କଥା, ଆମେ ଭାବୁଛୁ ଆମ ଅନୁଷ୍ଠାନଟି ବୋଧେ ତାଙ୍କ ସମକକ୍ଷ ହେଇନଥିବା କାରଣରୁ, ନଚେତ୍ ଯେହେତୁ ନରିପଣ୍ଡା ଭଦ୍ରକର କଳାକାର ସେଇ ଉଦ୍ଦେଶ୍ୟ ହଉ, ଦୁଇଟା ଉଦ୍ଦେଶ୍ୟ ଭିତରୁ କୋଉଟା ଗୋଟେ ସତ୍ୟ ହେଇଥିବ, ସେଥିପାଇଁ ଆମକୁ ଡକାଗଲା। ଯଦି ନରିପଣ୍ଡା ଆପଣଙ୍କ ପାର୍ଟିକୁ ଆସିବାକୁ ଚାହିଁବେ, ଯେହେତୁ ତାଙ୍କୁ ବ୍ୟାନ୍ କରାଯାଇଛି, ତ ଆପଣ ତାଙ୍କୁ ରିସିଭ୍ କରିବେ? ବ୍ୟାନ୍ ସେମାନେ କରିଛନ୍ତି, ବ୍ୟାନ୍ ମୁଁ କରିନି। ଯେହେତୁ ଏଟା ତାଙ୍କର ୟୁନିୟନର କଥା ଅଛି। ପ୍ରଥମ କଥା, ନରିପଣ୍ଡା ଯଦି କିଛି ଭୁଲ କରିଥାଏ, ମାଲିକ ମଧ୍ୟ ଯେଉଁ ଦୁର୍ବ୍ୟବହାର ଦେଖେଇଛି, ବର୍ତ୍ତମାନ ପୋଲିସ ତାର ଅନୁସନ୍ଧାନ କରୁଛି। ଅନୁସନ୍ଧାନର କ'ଣ ରିପୋର୍ଟ ବାହାରିବ ତାପରେ ଆମେ ସ୍ୱାଗତ କରିବୁ। ନରିପଣ୍ଡାକୁ ଆପଣ ପାର୍ଟିରେ ରଖିବେ? ନିହାତି ସ୍ୱାଗତ କରିବୁ ଆମେ। ଏହା କି ଆଜି ନିରୀହ କଳାକାର ମାନେ ବଳି ପଡ଼ି ଯାଉଛନ୍ତି, ମାଡ଼ ଖାଉଛନ୍ତି। ଆଗାମୀ ଦିନରେ ଆହୁରି ଘଟଣା ବହୁତ ଆଗକୁ ଯିବ। ବହୁତ କଳାକାର ମାଡ଼ ଖାଇବେ, ହଣା ଖାଇବେ, ଗୁଳି ଖାଇବେ। ତାର କାରଣ ହେଉଛି ମାଲିକଙ୍କ ଭିତରେ ଯେଉଁ ସଂଘର୍ଷ ଚାଲିଛି। ସେଥିପାଇଁ ଛୋଟ ଛୋଟ କଳାକାର ମାନେ ବଳି ପଡ଼ି ଯାଉଛନ୍ତି। ତାକୁ ସଚେତନ କରିବା ପାଇଁ। ଦ୍ୱିତୀୟ କଥା, ଆଜି ଯେଉଁ ଘଟଣାଟି ଘଟିଲା, ମାଲିକମାନେ ଆମକୁ ନ ଡାକି ଗୋଟେ ନିଷ୍ପତ୍ତି ନେଇଯିବା, ତାର ଦୃଢ଼ ଆମେ ପ୍ରତିବାଦ କରୁଛୁ। କଳାକାର ବି ଅଛନ୍ତି ପାର୍ଟିରୁ ଅଧିକ ପଇସା ନେଇଯାଉଛନ୍ତି, ତାପରେ ସେ ପାର୍ଟିକି ଯାଉନାହାନ୍ତି। ଆପଣଙ୍କ କ୍ଷେତ୍ରରେ ବି ସେଭଳିଆ କିଛି ହେଇଛି? ନିହାତି ଆମ କ୍ଷେତ୍ରରେ ହେଇନି, ସେଇ କଥା ମୁଁ କହିବା ପାଇଁ ଚାହୁଁଛି। ଗୋଟେ କଳାକାର ଗୋଟେ ପାର୍ଟି ପାଖରୁ 10 ଲକ୍ଷ ନେଇ ପୁଣି ତାକୁ ଅଧିକା ପଇସା ଡିମାଣ୍ଡ କରିବାର ମୁଖ୍ୟ କାରଣ ହେଉଛି ଆଉ ଜଣେ ମାଲିକ। ଯଦି ଆଉ ଜଣେ ମାଲିକ ତାକୁ 15 ଲକ୍ଷ ଯାଚୁଛି, ସେ କାହିଁକି ସେ ନ କରିବ ସେଇଆ? ତେଣୁକରି ଏ ଯୁଦ୍ଧ ମାଲିକ ମାନଙ୍କ ଭିତରେ। କଳାକାରଟି ମୋହରା ସାଜୁଛି, ମାଡ଼ ଖାଉଛି, ଆଉ ୟା ଛଡ଼ା କିଛି ନାହିଁ।